प्रियतमा एबे बिरगरे रसा खेला आसो प्रियतमा बिरगरे रसा खेला दिजन भितर प्रीति बसागल हम जदि तुम हारीज पाताड़ी हारिले बसब तले ये जितिले बसब पत्नी भीतर बाबा जी बसर कुमार पाठाणी कवितार शीर्षक है देखा है कहबी से कथा से कवितार उठाइब तो हिरण्य कशिपु कहूँ कयानु तमें जब मो कथा आज बुझब मो कथार एकमत हम ताहले मु तुमको कौन दे पारे कवितार शीर्षक देखा है कहबी से कथा कागज पिठिले पद्यर पाद कागज पिठिले पद्यर पाद जो परी आंके कवि फूलर पिठिले भ्रमर पाद से परी गाए कवि कागज पिठिले पद्यर पाद जो परी आंके कवि फूलर पिठिले भ्रमर पाद से परी गाए कवि जदि ये कथा तुम कर मो छाती तुम पाद को रखीदेव
ताले से संतान गोटे शुद्ध संतान हो जन्म हम जिते बापा माँ चिंताधारा अशुद्ध हो जाए तार प्रभावटा आगे सारे पिला पड़ी थाए मुझे प्रमाण करने जाऊँ आपंकर पुराण हुए तो सत्य जुगे राजा हिरण्यकशिपु से दिन आज्ञा जे सारा कयाधु सहित तार मिलन है कयाधु सहित मिलन है देखु पिता माता संजोग बेले विधि जहाँ लिखला कपाड़े एसे विधाता कौन कपाड़ लिखला ओ खबर रे भारी बुढ़ा छोड़े बाबू रे गोटे गोटे प्रकृति गोटे गोटे पुरुष प्रकृति पुरुषर उभयंकर मिलन हो आशा मिलन है आप देखु सार से कौन हम ना पितामाता संयोगटा जहाँ से समय कथा आप ध्यान दिखाते कौन कहले प्रकृति पुरुषर मिलन समयटा केमतीका गोटे मत छांद गाई मत चा कहले गजराज को जड़े ग्राहक मन रखी था मु कहीं छात्रटा को आनी ना गोटाए गोटे पुरुष और गोटाए गोटे प्रकृति उभयंकर मिलन ये मिलन संपर्क में छात्रटा आवश्यकता पड़ो से छात्रटा को आनी गला गजराज को जड़े ग्राहक आसवा काले डाकिला रख आदि मूल आपण पुराण कथा पढ़ी न पढ़ले शुणी सत्य जुगे गोटे गज और कुंभीर भितर विवाद है कुंभीर कौन कला ना गज को जल भितर खूब जोरे कामुड़ी धरला जहाद्वारा कि गज विपद में पड़ा भगवान नारायण को आंत चित्कार देला आई पदटा आप बारंबार शुणी गज राज चिंता कला खाई भोला पाठ पढ़ला बेले पिला बेले सर विद्यालय में प्रार्थना कर गज राज चिंता कला खाई घोर जलेण एपटे प्रकृति आ पुरुषर मिलन हो सर देखो जन्म हम गोटे शुद्ध संतान ताले संतान जन्म हेले जहा तार गुण कर्म प्रतिफलन हम ए समाज उपरे से दायी होती बापा एवं माँ पिला आज्ञा किसी भूल न था देखु सार ये कुंभीर कौन कला ना गज को खाद्य रूप में खावाई जल भीतर को नेला जल भीतर विपद में पड़ी हाथ चित्कार पड़ा
ରଖିବେ ତାହେଲେ କିଏ ସେ ରଖିବ? ଏଇଟା ଡାକିଲା କିଏ ସାରା ଗଣ୍ଡୁକି ନଦୀରେ ସେଦିନ ପୁରାଣ କହିଲା ଗଜ। କୁମ୍ଭୀର ହଉଛି ଖାଦକ, ଗଜ ହଉଛି ତାର ଖାଦ୍ୟ। ଇଏ ଚାହାଟା ହଉଛି ଖାଦ୍ୟ, ଏକ ପାନୀୟ ଖାଦ୍ୟ। ଏ ଚାହାକୁ ଯିଏ ପିଉଛି ସିଏ ହଉଛି ଖାଦକ। ଖାଦକ ଯିଏ ଖାଏ, ଖାଦ୍ୟ ଆଚ୍ଛା ଯୋଉ ଯାହାକୁ ଖାଦକ ଖାଏ ସିଏ ହଉଛି ଖାଦ୍ୟ, ଆଉ ଖାଦ୍ୟକୁ ଯିଏ ଭକ୍ଷଣ କରେ ସିଏ ହଉଛି ଖାଦକ। ତେବେ କହିବାର ତାତ୍ପର୍ଯ୍ୟ ଇଏ ଖାଦ୍ୟ ହେଲା କିଏ ହେଲା ସେ ଗଜ, କୁମ୍ଭୀର ହେଇଛି ଖାଦକ। ଗଜ ଚିନ୍ତା କଲା କହିଲା ପ୍ରଭୁ ଆପଣ ମତେ ଯଦି ନ ରଖିବେ ତାହେଲେ ମତେ ରଖିଲା ବାଲା ଆଉ କେହି, ଆପଣ ମତେ ଏଠି ମୁକ୍ତି ଦିଅନ୍ତୁ, ରକ୍ଷା କରନ୍ତୁ। ଆପଣଙ୍କର ପୁରାଣ ଏଇ କଥା ହିଁ ଲେଖିଦେଲେ। କଣ କହିଲେ? ଗଜ ଯେମିତି ଡାକିଦେଲା କହିଲେ ଆଜ୍ଞା ପାଇନ ଇଏ ଚକ୍ର ଗଲା, ଇଏ କୁମ୍ଭୀର ଦଳ ଛେଦ କଲା। ଭଗବାନ ନାରାୟଣ ଚକ୍ରକୁ ପଠେଇଲେ, କହିଲେ ହେ ଚକ୍ର ତମେ ଯା ଯଥା ଶୀଘ୍ର ମୋର ଭକ୍ତ ଗଜକୁ ରକ୍ଷା କରି ତମେ କୁମ୍ଭୀରର ବେକଟାକୁ କାଟିଦିଅ। ଆଚ୍ଛା ଏ କଥା କହିଲା ବେଳେ ଏ କଥା ଉପରେ କେତେ ବାସ୍ତବତା ଅଛି, ଆମେ ପୁରାଣ କଥାକୁ କେତେ ବାସ୍ତବତାରେ ଗ୍ରହଣ କରିବା। ସାର୍ ଦେଖନ୍ତୁ, ଗୋଟାଏ ହାତୀ ପାଖରେ ଯେତିକି ବଳ ଅଛି, ହାତୀର ଗୋଟାଏ ଗୋଡ଼କୁ ଟାଣିକି ନେବା ପାଇଁ କୁମ୍ଭୀର ପାଖରେ ସେତିକି ବଳ ନଥିବ। ତେବେ ଗୋଟାଏ ଗଜର ବଳ ପାଖରେ ଗୋଟା କୁମ୍ଭୀରର ବଳ କେତେ? କିନ୍ତୁ ଯେତେବେଳେ ଗୋଟେ ବିଶାଳ କାୟ ଯିବ ସେ ଜଳ ଭିତରକୁ ପଶିଯାଏ, ସ୍ଥଳ ଭାଗରେ ତା ବଳକୁ ଆଜ୍ଞା ଯେତିକି, ଜଳ ଭିତରେ ପଶିଗଲା ପରେ ତା ବଳଟା କମିଯାଏ, ସେ ଯେତେ ବଳ ଲୋକ ହେଇଥାଏ। ତେବେ ଆପଣମାନଙ୍କର ଜଳ ଭିତରେ ଥାଇ ଗଜ ଆର୍ତ ଚିତ୍କାର କଲା ନାରାୟଣ ମତେ ରଖନ୍ତୁ। ତେବେ ସେଇ ନ୍ୟାୟରେ ଗଜକୁ ରକ୍ଷା କରିବାକୁ ଯାଇ ନାରାୟଣ ଆସିଲେ। ଇଏ ହଉଛି ଆପଣଙ୍କର ପୁରାଣର କଥା। କୋଉଠି କୋଉ ଜାଗାରେ ଗଜ ଲାଗିଥିଲା, କୁମ୍ଭୀର ରଖିଥିଲା, କୁମ୍ଭୀର ଭକ୍ଷଣ କରୁଥିଲା, ନାରାୟଣ ତାକୁ ସୁରକ୍ଷା ଦେଲେ, ଏ କଥା ମୁଁ ଆଖି ଦେଖିଲି। କିନ୍ତୁ ମୁଁ ଆପଣଙ୍କୁ ଆତ୍ମତତ୍ତ୍ୱ ଜ୍ଞାନ ଭିତରକୁ ନେବି। ଗୋଟାଏ ପଟେ ବାପା ଆଉ ଗୋଟାଏ ପଟେ ଆଜ୍ଞା ମା, ଗୋଟେ ଶୁଦ୍ଧ ସନ୍ତାନ ପାଇବା ପାଇଁ ହୁଏତ ମାର ଇଚ୍ଛା ଥିଲା ବେଳେ ବାପା କିନ୍ତୁ ମଦ୍ୟପି ଦାନ ସମ୍ରାଟ କ୍ଷମତା ଲୋଭୀ ଆସୁରୀ ପ୍ରଭୃତି, ତାହେଲେ ବାପାର ଚରିତ୍ର ଯଦି ଆଜ୍ଞା ଆସୁରୀ ପ୍ରଭୃତି, ତାହେଲେ ସେଠି ଗୋଟାଏ ମହତ ପିଲା ଜନ୍ମ ହଉଛନ୍ତି ନା? କେବେ ହେଇପାରିବ ନାହିଁ। କିରେ ବାପା ଯଦି ମଦ ଖାଉଛି, ମଦ ଖାଇଲା ପରେ ପୁଅଟା ମଦ ହବ, କାହିଁକିନା ସେ ମଦ୍ୟପି ସ୍ୱଭାବଟା ସେଇ ସମୟରେ ପ୍ରଭାବିତ ହବ। ଶୁଣ ଭଗରୁ ଇଏ ବିପଦରେ ପଡ଼ିବି ଗଜ ଚିନ୍ତା କଲା। ଏଠି ଗଜ କିଏ ସେ କିଏ? ମୁଁ ଏ କଥାଟାକୁ କାହିଁକି କହୁଛି ନା, ଏପଟେ ପ୍ରକୃତି ସେପଟେ ପୁରୁଷ। ବାପା ମାଙ୍କର ମିଳନ ହେଲେ ଯୋଉ ପିଲାଟା ଜନ୍ମ ହବ ସିଏ ଯଦି ସମାଜ ଭିତରେ, ସେ ବଜାର ଭିତରେ କାହାକୁ ଚୋରି କଲା, ଡକେଇତ କଲା, ରାହାଜାନୀ କଲା, ସେଥିପାଇଁ ତା ବାପା ମା ହିଁ ଦାୟୀ। ଏଇ ଗୋଟା ପ୍ରମାଣ କରିବା ପାଇଁ ଆପଣଙ୍କୁ ପୁରାଣ ପୁସ୍ତକ ଦିନ କେମିତି ଆଜ୍ଞା ନାହିଁ। ଆଚ୍ଛା ସେ ଗଜ କିଏ, କୁମ୍ଭୀର କିଏ? ହଁ, ଗଣ୍ଡୁକି ନଦୀ କୋଉଟା? କାହିଁକି ତା ଭିତରୁ ଗଜ ଗଲା? କୁମ୍ଭୀର କାହିଁକି ଧରିଲା? ଓ ଧର ଦେଖେ, ଗୋଟାଏ ବହି ସାରା ଆପଣମାନଙ୍କ ପାଖରେ ଧୋଇବି। ସେ ବହି ହେଲା ଭାଗବତ ତତ୍ତ୍ୱ ପରମାର୍ଥ। ଆପଣ ବିଚାର କରନ୍ତୁ, ଶ୍ରୀମଦ୍ ଭଗବତ ତତ୍ତ୍ୱ ପରମାର୍ଥ। କବି ହେଲେ ଅନନ୍ତ ଦାସ। ଭାଗବତରେ ଯୋଉ ସମସ୍ୟାର ସମାଧାନ ଆପଣ ନ ପାଇବେ ତାକୁ ଆଜ୍ଞା ଅନନ୍ତ ଦାସ ଗୋଟେ ସରଳ ସମାଧାନର ବାଟ ଦେଖେଇଛନ୍ତି ଏଇ ବହି। କେତେ ବହି ପଢିଲେ ବାଲା ବାଲା ହବ, ବହି ନ ପଢିଲେ ବାଲା ବାଲା ନା। ସଂସାର ଯାକର କଥା ପଚାରିଲେ ମନେ ରଖିବାକୁ ପଡିବ। ତା ବିନିମୟରେ କେତେ ପଇସା ମିଳୁଛି କି ରେ? ଆର ବର୍ଷ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାକୁ ଖୋର୍ଦ୍ଧାର ମାନ୍ୟବର ବିଧାୟକ ରାଜେନ୍ଦ୍ର ସାହୁ ମତେ କହିଲେ କଣ କରିବା, ଶ୍ରୀଚରଣ ମହାନ୍ତି ଗ୍ରୁପଟା କେମିତି ଆମ ଏଠିକି ଆସିବ, ଗୋଟେ ଭଲ ପ୍ରୋଗ୍ରାମ ହବ। ପ୍ରୋଗ୍ରାମ କରିବି 65,000 ଟଙ୍କା ନେବି। ମୁଁ କହିଲି କେତେ ସମୟ ବାଜିବ ତମ ପ୍ରୋଗ୍ରାମ? ନା 1.5 ଘଣ୍ଟାରୁ 2 ଘଣ୍ଟା ଭିତରେ, 2 ଘଣ୍ଟା ଉପରକୁ ଯିବାର ସମ୍ଭାବନା ନାହିଁ। ପାଲା ଏଠି କେତେ ସମୟ ହେଲାଣି? 7ଟାରୁ ହେଲାଣି, 6:30ଟାରୁ ହେଲାଣି 11ଟା, 4.5 ଘଣ୍ଟା ପାଲା ହେଲାଣି।
ସେ 1.5 ଘଣ୍ଟାରୁ 2 ଘଣ୍ଟା ପ୍ରୋଗ୍ରାମ କରିବ ଶୀତରଣ ମହାନ୍ତି ହଁ ହେଇ ହିସାବରେ 5ଟା 6ଟା ଗୀତ ବୋଲି ତା ଦାମ ହେଉଛି 65,000। ଆଚ୍ଛା 6ଟା ଗୀତକୁ ଯଦି 65,000 ଆପଣ ବିଚାର କରନ୍ତୁ ଗୋଟାଏ ଗୀତର ଦାମ 10,000 ଉପରକୁ ପଡ଼ିଲାଣି ହଁ ହଁ ନା ନାହିଁ? ହଁ ମୋ ଆଜିଯାକ ବେଦ ପୁରାଣ ଗୀତା ଭାଗବତ ଆଜି ଅବଦାନ ଶୁଣନ୍ତୁ ମୁଁ ଯାହା କହୁଛି ଆଜ୍ଞା ବୁଝନ୍ତୁ ପୁରାଣ କହି 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 ଶେଷକୁ ଜଟଣୀ ବାଲା ବିଲକୁଲ 3,000 ଉପରକୁ ଦେଉନାହାନ୍ତି। କାମ କରିବାକୁ ଦିଆଯାଉଛି ତା ଦାମ 500 ଆମ ଦାମ 500 କ'ଣ କେତେ ବହି ପଢ଼ିକି ଆଉ ନା ନାହିଁ? ଓ ସେଥିରୁ ପୁଣି କମୁଛି ଆମର ତାହେଲେ କାହିଁକି କଥା ମୁଁ କହିବାକୁ ଯାଉଛି ନା ଖୋର୍ଦ୍ଧା ଆଉ ଜଟଣୀ ଏଇ ଭିତରେ ଖୋର୍ଦ୍ଧା ଜଟଣୀ ଭୁବନେଶ୍ୱରର ଦାଢ଼ ଭୁବନେଶ୍ୱର ସହର ନୁହଁ ଭୁବନେଶ୍ୱର ସହର ଭିତରେ ପାଲାକୁ ଭଲ ପାଉଛନ୍ତି ପାଲା ଶୁଣୁଛନ୍ତି ପ୍ରବଳ ଲୋକ ଏସ୍ ନଗର ଯାଆନ୍ତୁ ଆପଣଙ୍କର ରାଜମହଲ ଛକ ହରିବାଣୀ ଛକ ସେଠି ଗୋଟେ ପାଲା ହଉନି କି କେତେ ଜଣ କ'ଣ ବସିଥିଲେ ଏଇନା ବୋଧେ ସେଠି ଆଉ କେହି ଜଣେ ନଥିଲେ ମୁଁ କହିଲେଣି ଆଚ୍ଛା କହିବା କଥା ତୁମର ଯେଉଁ ମୁଁ କାହିଁକି କଥା କହୁଛି ନା ଜଟଣୀ ଖୋର୍ଦ୍ଧା ଇଏ ଦୁଇଟା ଯାକ ସହର ଏବଂ ତାର ଉପାନ୍ତ ଅଞ୍ଚଳ ଭୁବନେଶ୍ୱର ସହରକୁ ଛାଡ଼ି ଦିଅନ୍ତୁ ସେଠି ଆଦର ଅଛି କାହିଁକି ନା ଭୁବନେଶ୍ୱରରେ ଇଏ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକ ଅଧିବାସୀ ହେଇଛନ୍ତି ତେଣୁ ସମସ୍ତେ ପ୍ରାୟ ଉଣା ଅଧିକ ଭଲ ପାଆନ୍ତି ପାଲାକୁ ଯେତିକି ଲୋକ ସେଠି ବସୁଛନ୍ତି ଗୋଟେ ଗାୟକ ପାଇଁ